ଏବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍ को ବନ୍ଧୁମାନେ ଦେଖନ୍ତୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଅପଡେଟ୍ଟିଏ ରହିଛି। ତେବେ 16,000 କନିଷ୍ଠ ଶିକ୍ଷକ ନିଯୁକ୍ତି ଗତକାଲି ଅଲରେଡ଼ି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିସାରିଛନ୍ତି। ତା ଭିତରେ କିନ୍ତୁ କାଲି ଷ୍ଟାଡିୟମରେ ଯେଉଁ ସବୁ ଘଟଣା ଘଟିଛି ଆପଣମାନେ ଜାଣନ୍ତି, ପୁରା ଚାରି ଦିଗରେ କେବଳ ମାତ୍ର ଗୋଟିଏ ଧ୍ୱନି ପ୍ରକମ୍ପିତ ହେଉଥିଲା, ୱି ୱାଣ୍ଟ ରେଗୁଲାର। ଜୁନିୟର ଟିଚର ସ୍କିମାଟିକୁ ରେଗୁଲାର ଦରମା ପାଇଁ ପିଲାମାନେ ଯାହାକି ଦାବି କରିଥିଲେ ଏବଂ କେମିତି ଅଧାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭାଷଣ ବନ୍ଦ କରିଥିଲେ ଆପଣମାନେ ଜାଣିଥିବେ। ସେ ବିଷୟରେ ମୁଁ ଡିଟେଲ୍ସ ଭିଡ଼ିଓ ପରବର୍ତ୍ତୀ ଅବସ୍ଥାରେ ଜଣାଇଦେବି। ପ୍ରଥମରେ ଦେଖନ୍ତୁ, ନିୟମିତ ହେବେ 92,9,200 କନିଷ୍ଠ ଶିକ୍ଷକ। ନିରବିଚ୍ଛିନ୍ନ ଭାବେ 6 ବର୍ଷ କାମ କରିଥିବା ଶିକ୍ଷକ ସୁବିଧା ପାଇବେ, ଅର୍ଥାତ୍ ଯେଉଁ 6 ବର୍ଷ କାମ କରିଥିଲେ ସେହି ସୁବିଧା ବର୍ତ୍ତମାନ ପାଇବେ ଏବଂ ସେମାନେ ନିୟମିତ ହେବେ ପୂର୍ବରୁ ଯେଉଁମାନେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଥିଲେ। ଏଠି କ୍ଲିଅରଲି କୁହାଯାଇଛି ଭୁବନେଶ୍ୱର 5-10 ନିୟମିତ ହେବେ 9,200 କନିଷ୍ଠ ଶିକ୍ଷକ, ଯେଉଁମାନେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିରବଚ୍ଛିନ୍ନ 6 ବର୍ଷ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କର ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ଅଛନ୍ତି। ସେମାନଙ୍କୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଆଧାରରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ ନିର୍ଦ୍ଦେଶାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। 92,100 କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯିବ। ଏମାନଙ୍କୁ ସହକାରୀ ଶିକ୍ଷକ ଗ୍ରେଡ୍ ଲେବୁଲ VA ପ୍ରାଥମିକ କ୍ୟାଡରଭୁକ୍ତ କରାଯାଇ ନିୟମିତ କରାଯିବ। ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ 2011ରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁଯାୟୀ ଏହି ସୁବିଧା ଦିଆଯିବ ଏବଂ ଆପଣଙ୍କର ଯଦି ଦେଖିବେ ଯେଉଁ ORSP 2017 ଅନୁଯାୟୀ ଲେବୁଲ 6 ପେ ସ୍କେଲ୍ ସେମାନେ ପାଇବେ। ଚିଠିରେ ମଧ୍ୟ କୁହାଯାଇଛି ଯେଉଁମାନେ 6 ବର୍ଷର ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ 6 ବର୍ଷ ପୂରଣ କରାଯିବା ଦିନଠାରୁ ହିଁ ବକେୟା ଦରମା ଦିଆଯିବ। ଅଣତାଲିମପ୍ରାପ୍ତ ଓ OTET ଉତ୍ତୀର୍ଣ୍ଣ ହୋଇନଥିଲେ ସାମିଲ କରାଯିବ ନାହିଁ। ନିୟମିତ ପତ୍ର ଦେବା ପୂର୍ବରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିକ୍ଷକଙ୍କର ଶିକ୍ଷାଗତ ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦାଖଲ କରିବାକୁ ସୁନିଶ୍ଚିତ କରିବେ। ତ ନିଶ୍ଚିତ ଭାବରେ ଗୋଟିଏ ଖୁସି ଖବର, ଯେଉଁମାନେ କି 6 ବର୍ଷ ହେଲା ପରିଶ୍ରମ କରୁଥିଲେ ସେମାନଙ୍କୁ ପୂର୍ଣ୍ଣ ଦରମା ସାଙ୍ଗକୁ ଇନକ୍ରିମେଣ୍ଟ ମଧ୍ୟ ମିଳିବ। ଦ୍ୱିତୀୟରେ ଦେଖନ୍ତୁ, ପ୍ରାଥମିକ ସ୍ତରରେ 16,000 ଶିକ୍ଷକଙ୍କୁ ନିଯୁକ୍ତିପତ୍ର। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ। ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି, କିନ୍ତୁ ଆଜି ମଧ୍ୟ ମାନବ ଜୀବନକୁ ଗଢ଼ି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ଼ ଭୂମିକା ତୁଲାଉଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି କଳିଙ୍ଗ ଷ୍ଟାଡିୟମରେ ନବନିଯୁକ୍ତ 16,009 ଜଣ କନିଷ୍ଠ ଶିକ୍ଷକଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଶିକ୍ଷକ ହେଉଛନ୍ତି ଜଣେ ଜଣେ ମଣିଷ ଗଢ଼ା ଶିଳ୍ପୀ। ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ୍ କାର୍ଯ୍ୟ, ସବୁଠାରୁ ସମ୍ମାନାସ୍ପଦ ବୃତ୍ତି। ନବନିଯୁକ୍ତ ଶିକ୍ଷକମାନେ ଶିକ୍ଷକତାକୁ ପେଶା ଅର୍ଥାତ୍ ନିଶା ଭାବେ ଗ୍ରହଣ କରିବାକୁ କହିଥିଲେ। ତାହେଲେ ଶିକ୍ଷକତା ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ସହିତ ଶିକ୍ଷାଦାନକୁ ମଧ୍ୟ ଆନନ୍ଦ କରାଯାଇପାରିବ। ଇତିମଧ୍ୟରେ ଯଦି ଦେଖିବେ, ଶିକ୍ଷକତା ହେଉଛି ଦୁନିଆରେ ସବୁଠାରୁ ମହତ୍ କାର୍ଯ୍ୟ ଓ ସମ୍ମାନାସ୍ପଦ ବୃତ୍ତି। ମୁଖ୍ୟମନ୍ତ୍ରୀ ବିକଶିତ ଓଡ଼ିଶାର ମୁଖ୍ୟ ସୂତ୍ରଧର ହେବେ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ। ଇଏ ତମାମ ଘଟଣାକୁ ନେଇ କାଲି ଯାହାକି ନିଯୁକ୍ତିପତ୍ର ବଣ୍ଟା ଯାଇଛି ଏବଂ କାଲି ଯେଉଁ ସବୁ ଭିଡ଼ିଓ ଅଛି ଆପଣମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ଡିଟେଲ୍ସରେ ମୁଁ ଜଣାଇଦେବି। ଯାହା ବି କାଲି ଆପଣଙ୍କର ଆଲୋଚନା ହୋଇଛି ତାହା ମଧ୍ୟ ଜଣାଇବି। ରାଜ୍ୟରେ ପ୍ରାୟ 62,000 ସରକାରୀ ସ୍କୁଲରେ 3,34,000 ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସେହି ପୃଷ୍ଠଭୂମିରେ 16,009 ଜଣ ନୂଆ ବିନ୍ଧାଣୀ ଯୋଡ଼ି ହୋଇଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାରେ ଧନୀ ଲୋକଙ୍କର ଅଭାବ ଥାଇପାରେ, କିନ୍ତୁ ଜ୍ଞାନୀ ଲୋକଙ୍କର ଅଭାବ ନାହିଁ। ଓଡ଼ିଶା ପିଲାମାନଙ୍କୁ ସ୍ୱାଭିମାନୀ ବନାଇବା ପାଇଁ ଦାୟିତ୍ୱ ନେବି ଏବଂ ଓଡ଼ିଆ ଦିଗ୍ବିଜୟୀ ମଧ୍ୟ ବନାଯାଇପାରିବ। ସବୁ ମଧ୍ୟରେ ରେଗୁଲାର କଥାକୁ ମଧ୍ୟ କାଲି ଯାହାକି ପିଲାମାନେ ଦାବି କରିଥିଲେ, କିନ୍ତୁ ଯଦି ଦେଖିବେ ପରବର୍ତ୍ତୀ ଅବସ୍ଥାରେ ସରକାର କ'ଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ପାଇଁ ବାକି ରହିଲା। କିନ୍ତୁ ନବନିଯୁକ୍ତ ଶିକ୍ଷକମାନେ ଶିକ୍ଷକତାକୁ ଗୋଟିଏ ବୃତ୍ତି ନୁହେଁ ବରଂ ବ୍ରତ ଭାବରେ ଗ୍ରହଣ କରନ୍ତୁ, ପେଶା ନୁହେଁ ବରଂ ନିଶା ଭାବରେ ଗ୍ରହଣ କରି ଏଜ୍ ଏ ପ୍ରଫେସନ୍ ଭାବରେ ଗ୍ରହଣ କରି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସେମାନଙ୍କର ସର୍ବାଦୌ କର୍ତ୍ତବ୍ୟ ଅଟେ। ଇଏ ଥିଲା ଆପଣମାନଙ୍କ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଅପଡେଟ୍। ଏଇଭଳି ସବୁବେଳେ ଅଥେଣ୍ଟିକ୍ ଜେନ୍ୟୁନ୍ ଓ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ବିଦାୟ ଦିଅନ୍ତୁ ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।